ସତରେ ସାର୍ଥକଙ୍କ ସହ କ'ଣ ହୋଇଥିଲା? କାହିଁକି ଏ ଜାହାଜରୁ ଜଣେ ପରେ ଜଣେ ହେଉଛନ୍ତି ନିଖୋଜ? ବର୍ତ୍ତମାନ ପର୍ଯ୍ୟନ୍ତ ସାର୍ଥକ ଥିଲେ କେଉଁଠି? ହଁ ଦର୍ଶକ ବନ୍ଧୁ, ଜାହାଜ ଭିତରୁ ନିଖୋଜ ସାର୍ଥକ ଜୀବିତ ଫେରିବେ। ସମୁଦ୍ର ମଝିରୁ ଓଡ଼ିଆ ପୁଅ ସାର୍ଥକ ମହାପାତ୍ର କୁଆଡ଼େ ଗଲେ? ସାମ୍ନାକୁ ଆସିଲା ଏବେ ସବୁ ସତ। ସାର୍ଥକଙ୍କ ନିଖୋଜ ପଛରେ ଆସିଲା ଛାତି ଥରା କାହାଣୀ। ସାର୍ଥକ ମହାପାତ୍ରଙ୍କୁ ନେଇ ଆସିଲା ନୂଆ ଟ୍ୱିଷ୍ଟ। ସାର୍ଥକଙ୍କ ନିଖୋଜକୁ ନେଇ ଖୋଳତାଡ଼ କରୁ କରୁ ସିବିଆଇ ଜାହାଜ କମ୍ପାନୀ ଆଗ୍ଲୋ ଇନଷ୍ଟେଟ୍ ମ୍ୟାନେଜମେଣ୍ଟର ଛାତି ଥରା କଥା ଏବେ ସମସ୍ତଙ୍କ ସାମ୍ନାକୁ ଆସିଗଲା। ଜଣ ଜଣ କରି କାହିଁକି ସମସ୍ତଙ୍କୁ ଗାୟବ କରିଦେଉଛନ୍ତି ଏହି ଜାହାଜ କର୍ତ୍ତୃପକ୍ଷ? ଏହି ଜାହାଜ ପରିଚାଳନା କମ୍ପାନୀ ନାମ ହେଉଛି ଆଗ୍ଲୋ ଇନଷ୍ଟେଟ୍। ଏହି କମ୍ପାନୀ ବିଭିନ୍ନ ପରିଚାଳନାର ଦାୟିତ୍ୱ ନେଇଥାଏ। ଏହି କମ୍ପାନୀ ଅଧୀନରେ ରହିଛି ଶହ ଶହ ଜାହାଜ, କିନ୍ତୁ ଏହି କମ୍ପାନୀରୁ ଜଣକ ପରେ ଜଣେ ହେଉଯାଉଛନ୍ତି ଗାୟବ। ବର୍ତ୍ତମାନ ଯେମିତି ସାର୍ଥକ ମହାପାତ୍ର। ଆଜି ବି ସାର୍ଥକଙ୍କ ନିଖୋଜକୁ ନେଇ 2 ମାସ ବିତିଗଲାଣି, ତଥାପି ସାର୍ଥକଙ୍କ ପତ୍ତା ମିଳୁନାହିଁ। ଏହାକୁ ନେଇ ଚିନ୍ତାରେ ପରିବାର ଲୋକେ। ସାର୍ଥକଙ୍କ ନିଖୋଜ ହେବା ଦିନଠୁ ପରିବାର ଲୋକଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା। ସାର୍ଥକଙ୍କ ସ୍ମାର୍ଟ ୱାଚ୍ ଗଲା କୁଆଡ଼େ? ନିଖୋଜ ହେବା ଦିନ କାହିଁକି ବ୍ରେକଫାଷ୍ଟ କରିବାକୁ ସାର୍ଥକଙ୍କ ରୁମ୍କୁ ପଠାଯାଇଥିଲା? ଆଉ ସାର୍ଥକ କ'ଣ ପାଇଁ ଯାଇନଥିଲେ କମନ୍ ଡାଇନିଂ? ଏମିତି ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା, ଯେଉଁ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ପରିବାର ଲୋକଙ୍କୁ ମିଳିନାହିଁ। ପରିବାର ଲୋକେ ଏତେ ପରେ ବି ଆଶା ରଖିଥିଲେ କି ସାର୍ଥକ ଜୀବିତ ଫେରିବେ। ଜାହାଜକୁ ତନ୍ନ ଘନ କରି ଯାଞ୍ଚ କଲେ ସାର୍ଥକ ନିଶ୍ଚିନ୍ତ ଭାବରେ ମିଳିବେ ବୋଲି ପରିବାର ଲୋକଙ୍କର ଆଶା ଥିଲା। ଏନେଇ ସାର୍ଥକ ପରିବାର ଲୋକେ ସରକାରଙ୍କୁ ଶେଷ ଆଶା ଭାବି ସରକାରଙ୍କୁ ଗୁହାରି କରିଥିଲେ ହଜିଲା ପୁଅକୁ ଫେରାଇ ଆଣିବାକୁ। କିନ୍ତୁ ଯେତେବେଳେ ପରିବାର ଲୋକେ ସବୁଆଡ଼ୁ ଆଶାଭରା ହୋଇଯାଇଥିଲେ, ସେତେବେଳେ ସେମାନେ କେବଳ ଭଗବାନଙ୍କ ଉପରେ ସବୁ ଛାଡ଼ି ଦେଇଥିଲେ। କାରଣ ସାର୍ଥକଙ୍କୁ ସରକାର ଫେରାଇ ଆଣିଲେ ନା ଜାହାଜ କର୍ତ୍ତୃପକ୍ଷ। ସାର୍ଥକ ନିଖୋଜ ହେବା ଦିନଠୁ ସମସ୍ତଙ୍କ ସନ୍ଦେହ ଜାହାଜ ଭିତରେ ଥିବା ଟ୍ୟାଙ୍କର ଉପରେ। କାରଣ ସାର୍ଥକ ଜାହାଜ ଭିତରେ ହିଁ ହଜିଥିଲେ, ଆଉ ସେହି ଜାହାଜ ଭିତରେ ହିଁ ସାର୍ଥକ ନିଖୋଜ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ ବି ସାର୍ଥକଙ୍କର କୌଣସି ପତ୍ତା ମିଳେନି। ଓଡ଼ିଶାବାସୀ ଓ ପରିବାର ଲୋକେ ସନ୍ଦେହ କରୁଛନ୍ତି କି ଜାହାଜକୁ ଆଉଥରେ ଯାଞ୍ଚ କଲେ ହୁଏତ ସାର୍ଥକଙ୍କ କୌଣସି ପତ୍ତା ମିଳିପାରିବ। ଏବେ ବାସ୍ ଦେଖିବାକୁ ବାକି ରହିଲା ନିଖୋଜ ସାର୍ଥକଙ୍କର କେବେ ମିଳୁଛି ପତ୍ତା।